ସାଦର ପ୍ରଣାମ। ଏକ ସୁନ୍ଦର କାହାଣୀ ଦ୍ୱାରା ଉପସ୍ଥାପନା। ଶୀର୍ଷକ ହେଉଛି ଦାନବର ବିଚାର। ତିନି ଜଣ ଘନିଷ୍ଠ ବନ୍ଧୁ ଥିଲେ। ଅଧିକରୁ ଅଧିକ ସମୟ ଏକାଠି ସମୟ ବିତାଉଥିଲେ। ତାଙ୍କ ବ୍ୟବହାର ଅନ୍ୟକୁ କେବଳ ବିରକ୍ତିକର ଲାଗୁଥିଲା। ଚୋରି କରିବା, ବଦମାସି କରିବା ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ ଥିଲା। ସେମାନେ କାହା କଥା ଶୁଣୁନଥିଲେ, କାହାରିକୁ ମାନୁ ବି ନଥିଲେ। କେହି ତାଙ୍କ ବିରୋଧରେ ଗଲେ ଗଣ୍ଡଗୋଳ କରୁଥିଲେ। ଲୋକେ ଭୟରେ ତାଙ୍କଠାରୁ ଦୂରେଇ ରହୁଥିଲେ। ନିବେଦନ କରିବି ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଦେଖିବେ। ଆଉ ଯଦି ମନ ପସନ୍ଦର ହୁଏ ଲାଇକ୍ଟିଏ କରିବେ। ଆଉ ଯଦି ପ୍ରଥମ ଥର ଆମ ଚ୍ୟାନେଲକୁ ଆସିଛନ୍ତି ଦୟାକରି ସବସ୍କ୍ରାଇବ୍ କରି ଆମକୁ ଆଗକୁ ବଢ଼ିବା ପାଇଁ ଗୋଟେ ସୁନ୍ଦର ପ୍ରେରଣା ଯୋଗାଇ ଦେବେ। ଥରେ ସେ ତିନି ସାଙ୍ଗ ଶୁଣିବାକୁ ପାଇଲେ ଘଞ୍ଚ ଜଙ୍ଗଲର ଏକ ଗୁମ୍ଫାରେ ସୁନା, ହୀରା, ମୋତି, ମାଣିକ ଭଳି ମୂଲ୍ୟବାନ ସମ୍ପଦ ଭରି ରହିଛି। ମାତ୍ର ଭୟରେ କେହି ସେ ଗୁମ୍ଫାକୁ ଯାଉନାହାନ୍ତି। ଏ ତିନି ସାଙ୍ଗ ବିଚାର କଲେ ମାରଣାସ୍ତ୍ର ନେଇ ସେ ଗୁମ୍ଫାକୁ ଯିବେ। ଠିକ୍ ସେଇଆ କଲେ। ଅନ୍ଧାର ରାତିରେ ତିନି ସାଙ୍ଗ ଜଙ୍ଗଲରେ ଖୋଜି ଖୋଜି ଗୁମ୍ଫା ନିକଟରେ ପହଞ୍ଚିଲେ। ଗୁମ୍ଫାରେ ପ୍ରବେଶ କରି ଦେଖିଲେ ବଡ଼ ବଡ଼ ସିନ୍ଧୁକରେ ସୁନା, ହୀରା, ଲୀଳା ଆଦି ଭରି ରହିଛି। ସିନ୍ଧୁକ ତାଡ଼ିବାରେ ଦୀର୍ଘ ସମୟ ଚାଲିଗଲା। ସେମାନେ ଭୋକ ଶୋଷରେ ଆଉଟୁ ପାଉଟୁ ହେଲେ ଏବଂ ମୂଲ୍ୟବାନ ସମ୍ପଦ ଆଣିବା ପାଇଁ ତାଙ୍କ ନିକଟରେ କୌଣସି ଅଖା ଭଳି ଥଳି ବି ନଥିଲା। ଏଣୁ ସେମାନେ ସହଜରେ ସମ୍ପଦ ଗୁଡ଼ିକ ଆଣିପାରିଲେ ନାହିଁ। ତାଙ୍କ ଭିତରେ ଆଲୋଚନା କଲେ ଜଣେ ଖାଦ୍ୟ ପାଇଁ ବାହାରକୁ ଯିବ, ଆଉ ଫେରିଲା ବେଳେ ସାଥିରେ କିଛି ଅଖା ବି ନେଇକି ଆସିବ। ଠିକ୍ ସେଇଆ ହେଲା। ଜଣେ ଖାଦ୍ୟ ପାଇଁ ବାହାରକୁ ଗଲା, ନିଜେ ପେଟେ ଖାଇଲା ଓ ଦୁଇ ସାଙ୍ଗ ପାଇଁ ଖାଦ୍ୟ ଓ କିଛି ଅଖା ଧରି ଚାଲିଲା ଜଙ୍ଗଲର ସେଇ ଗୁମ୍ଫା ଅଭିମୁଖେ। ବାଟରେ ଚିନ୍ତା କଲା, ସବୁଠାରୁ ଅଧିକ କଷ୍ଟ ମୁଁ କରିଛି, ବାକି ଦୁଇ ଜଣ କିଛି ବି କରିନାହାନ୍ତି। ଏଣୁ ସବୁ ସମ୍ପଦର ଅଧିକାରୀ ହେଉଛି ମୁଁ। ସେଇଆ ଭାବି ସେ କ'ଣ କଲା ନା ସେ ନେଉଥିବା ଖାଦ୍ୟରେ ବିଷ ମିଶାଇ ଦେଲା। ଭାବିଲା ସେ ଦୁଇ ଜଣ ମରିଗଲେ ସବୁ ସମ୍ପଦ ମୋର ହେବ। ସେପଟେ ଗୁମ୍ଫା ଭିତରେ ଥିବା ଦୁଇ ଜଣ ସାଙ୍ଗ ମୁଣ୍ଡରେ ଖରାପ ଚିନ୍ତା ପଶିଲା। ସେମାନେ ପରସ୍ପର ଆଲୋଚନା କଲେ, ଆମେ ସମ୍ପଦକୁ ତିନି ଭାଗ ନ କରି ଦୁଇ ଭାଗ କରିବା। ଏଣୁ କ'ଣ କରିବା ନା ତୃତୀୟ ସାଙ୍ଗଟି ଖାଦ୍ୟ ଆଣି ପହଞ୍ଚିଲା ମାତ୍ରେ ଆମେ ତାକୁ ମାରିଦେବା। ପୂର୍ବ ଯୋଜନା ଅନୁସାରେ ତୃତୀୟ ସାଙ୍ଗଟି ଖାଦ୍ୟ ଆଣି ପହଞ୍ଚିଲା ପରେ ଗୁମ୍ଫାରେ ଥିବା ଦୁଇ ସାଙ୍ଗ ମାରଣାସ୍ତ୍ର ଧରି ତାକୁ ଆକ୍ରମଣ କଲେ। ବାରମ୍ବାର ଆଘାତ ପାଇ ତୃତୀୟ ସାଙ୍ଗଟି ଗୁମ୍ଫା ଭିତରେ ମୃତ୍ୟୁବରଣ କଲା। ତୃତୀୟ ସାଙ୍ଗର ମୃତ୍ୟୁ ହେବାର ଦେଖି ପୂର୍ବରୁ ଥିବା ଦୁଇ ସାଙ୍ଗ ଖୁସି ହୋଇଗଲେ। ତୃତୀୟ ସାଙ୍ଗଟି ମରିଯିବାର ଦେଖି ଏ ଦୁଇ ସାଙ୍ଗ ଖୁସି ହୋଇଗଲେ। ଭୋକ ସମ୍ଭାଳି ନ ପାରି ଦୁଇ ସାଙ୍ଗ ଆଗ ଖାଦ୍ୟ ଥଳି ଖୋଲି ଖାଇବାକୁ ଲାଗିଲେ। ଖାଇସାରିବାର କିଛି ସମୟ ପରେ ଉଭୟଙ୍କ ମୁଣ୍ଡ ବୁଲାଇଲା। ଦୁହେଁ କଚାଡ଼ି ହୋଇ ତଳେ ପଡ଼ିଗଲେ। ଉଭୟଙ୍କର ପ୍ରାଣବାୟୁ ଉଡ଼ିଗଲା। ଏଇ ତ ଥିଲା ଦାନବର ବିଚାର।